ମୁଁ ତ ସେ ବିଷୟରେ କିଛି କହିବାକୁ ଚାହୁଁନଥିଲି ଯେ ବିଜେପିର କେବଳ ଜିଲ୍ଲାର ମାନଙ୍କୁ ଧମକଉଛନ୍ତି, କଣ୍ଟ୍ରାକ୍ଟର ମାନଙ୍କୁ ଧମକଉଛନ୍ତି, ମିଛରେ ଇଏ କାମ ଖରାପ ହେଇଛି ସେ କାମ ଖରାପ ହେଇଛି ବୋଲି ପଇସା ପାଇଁ ସେ ଯେତେ ଉଚ୍ଛନ୍ନ ହଉଛନ୍ତି ସେ କଥା ସାଧାରଣ ଲୋକ ଦେଖୁଛନ୍ତି। 2 ମାସ ଭିତରେ ସାଧାରଣ ଲୋକ ବୁଝିଗଲେଣି ଯେ ବିଜେପିର ପ୍ରକୃତି କ'ଣ, ବିଜେପି ଚାହୁଁଛି କ'ଣ, ବିଜେପି ନେତାମାନେ କରୁଛନ୍ତି କ'ଣ। ଯେହେତୁ ଆପଣମାନେ ମୋତେ ବାଧ୍ୟ କରୁଛନ୍ତି କିଛି କହିବା ପାଇଁ, ବିଜେପିର କେବଳ ଜିଲ୍ଲା କଥା ନୁହେଁ, ମାନ୍ୟବର ବାଚସ୍ପତି ମହୋଦୟା କରିବେ ଏଭଳି ପରମ୍ପରା କେବେ ହେଇନଥିଲା। ଅଫିସର ମାନଙ୍କୁ ଧମକଉଛନ୍ତି, କଣ୍ଟ୍ରାକ୍ଟର ମାନଙ୍କୁ ଧମକଉଛନ୍ତି, ମିଛରେ ଇଏ କାମ ଖରାପ ହେଇଛି ସେ କାମ ଖରାପ ହେଇଛି ବୋଲି କହି ପଇସା ଗୋଟେ ଭାଉଛି ତାଙ୍କର ଆଳ। ଆପଣ ଦେଖୁଛନ୍ତି ଏଠି ଜଣେ ବିଜେପି ନେତ୍ରୀ ଅଛନ୍ତି, ବିଭିନ୍ନ ସେଇ ଦଳର ନେତାମାନେ ସବୁବେଳେ କାହାକୁ ଅଫିସରକୁ ଧମକାଇଲେଣି, କୋଉଠି କଣ୍ଟ୍ରାକ୍ଟରଙ୍କୁ ଧମକାଇଲେଣି, କୋଉଠି ଭାବରେ ଚାନ୍ଦା ଗୋଟେଇ ହବ କିଭଳି ଭାବରେ ପିସି ଆଦାୟ କରି ବିଧାନସଭା ପରିସରରେ ସାଧାରଣତଃ ଦେଖାଯାଏ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ବାଚସ୍ପତି, ବିଧାନସଭାର ପରମ୍ପରା ଅଛି ନିର୍ବାଚିତ ହେଇକି ଆସିଥିବା ବିଧାୟକ ମାନଙ୍କୁ ସେମାନଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଏ। ଚିଠି ଲେଖି ମନା କରିଛୁ ଯେ ଆମ ଦଳର ବିଜୁ ଜନତା ଦଳର କୌଣସି ବିଧାୟକ ବିଧାୟିକା ସେ ଟ୍ରେନିଂ କ୍ୟାମ୍ପକୁ ଯିବେ ନାହିଁ, ଓରିଏଣ୍ଟେସନ ପ୍ରୋଗ୍ରାମରେ ଭାଗ ନେବେ ନାହିଁ ଏବଂ ସେ କାର୍ଯ୍ୟକ୍ରମକୁ ଆମେ ବର୍ଜନ କରିଛୁ। ସେଇଥିପାଇଁ ଏ କାର୍ଯ୍ୟକ୍ରମକୁ ଆମେ ବର୍ଜନ କରିଛୁ। ଆମେ ଯେହେତୁ ଦଳୀୟ ଭିତ୍ତିରେ ଦଳୀୟ ନେତାମାନଙ୍କୁ ଡାକି ଦଳୀୟ ମନ୍ତ୍ରୀମାନଙ୍କୁ ଡାକି ଏ କାର୍ଯ୍ୟକ୍ରମ କରାଯାଉଛି।